ବିଜୁ ବାବୁ ଭାରତବର୍ଷର ରାଷ୍ଟ୍ରନୀତିଜ୍ଞ ଦଳମତର ଊର୍ଦ୍ଧ୍ୱରେ ଯିଏକି ବିରଳ ଭାରତୀୟ ଯିଏକି ଅନ୍ୟ ଦେଶର ସ୍ୱାଧୀନତା ସଂଗ୍ରାମରେ ବି ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ଦେଶପ୍ରେମତାକୁ କେହି କେବେ ସମାଲୋଚନା ବି କରିନାହାନ୍ତି କି ଅବକାଶ ନାହିଁ। ସେ ଊର୍ଦ୍ଧ୍ୱରେ ଏବଂ ଭାରତର ମୁକ୍ତି ସଂଗ୍ରାମର ଅଗଷ୍ଟ ବିପ୍ଳବର ଯୋଦ୍ଧା ଏବଂ ପଞ୍ଚାୟତରାଜ ସିଷ୍ଟମ ଯେତେବେଳେ ଆରମ୍ଭ ହେଲା ଯାହାକୁ ଡକ୍ଟର ବଲବନ୍ତ ରାୟ ମେହେଟା ତାର ରୂପାୟନ କଲେ ତାଙ୍କୁ ଯେତେବେଳେ ପଞ୍ଚାୟତରାଜ ବ୍ୟବସ୍ଥାର ଜନକ ବୋଲି କୁହାଯାଏ ବିଜୁ ବାବୁ 61 ଯେତେବେଳେ ଦାୟିତ୍ୱ ନେଲେ ସେତେବେଳେ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହିସାବରେ ଏବଂ ତାକୁ ଯେଉଁ ବିଭିନ୍ନ ସଂଲଗ୍ନ ଆକ୍ଟ ଗୁଡ଼ିକ ଯେଉଁ ପାରିତ ହେଇକରି ପଞ୍ଚାୟତରାଜକୁ ଫୋକସ୍ ଦେଉଥିଲେ ତେଣୁ ବିଜୁ ବାବୁଙ୍କୁ କୁହାଯାଏ ଯଦି ବଳବନ୍ତ ରାୟ ମେହେଟା ଡକ୍ଟର ବଲବନ୍ତ ରାୟ ମେହେଟା ପଞ୍ଚାୟତରାଜ ବ୍ୟବସ୍ଥାର ଜନକ ତାହେଲେ ବିଜୁ ବାବୁ ଆପଣଙ୍କର ମନେ ଥିବ ଯେ ପଞ୍ଚାୟତ ଇଣ୍ଡଷ୍ଟ୍ରିଜ ସବୁ କରିବା ପାଇଁ ଛୋଟ ଛୋଟ ଲୋକଙ୍କୁ କେମିତି ହ୍ୟୁମାନ୍ ରିସୋର୍ସେସକୁ ଆମର ଉପଯୋଗ ହେବ ଏବଂ ଗାଁର ଗ୍ରାମ୍ୟ ଅର୍ଥନୀତିର ସେ ଭିଜନାରୀ ଦୂରଦ୍ରଷ୍ଟା ତାକୁ କିଭଳି କରାଯିବ ଏବଂ ସେ ତାକୁ ଫୋକସ୍ ଦେଇ ଚାରିଆଡ଼େ ସେ ସବୁ ସଂସ୍ଥାକୁ ସେତେବେଳେ ଯେଉଁ ପ୍ରତିବଦ୍ଧତାର ସହିତ ଯେଉଁ ବାଧା ଥିଲା ତାକୁ ନେଇକରି ସବୁ ତାକୁ ଫୋକସ୍ କରିକିରି କରୁଥିଲେ। ଜଣେ ମହାନ ଜନନାୟକଙ୍କୁ ଏବଂ ତାଙ୍କର ଯେଉଁ ପଞ୍ଚାୟତରାଜ ପାଇଁ ତାଙ୍କର ଦିବସକୁ ଯେଉଁଥିପାଇଁ ଓଡ଼ିଶା ବିଧାନସଭା ଆକ୍ଟ ପାରିତ କରିଥିଲା ଏବଂ ଗଲା 90 ଦଶକର ପ୍ରାରମ୍ଭରୁ ଏ ଅନୁଷ୍ଠିତ ହେଇଆସୁଛି ଯେ ବିଜୁ ବାବୁଙ୍କର ଜୟନ୍ତୀରେ ପଞ୍ଚାୟତରାଜ ଦିବସ ଏପରିକି ସରକାର ତାପରେ ଯାଇଛି ଅନ୍ୟ ସରକାର ଆସିଲେ ବି ତାକୁ ପାଳନ କରି ଆସିଛନ୍ତି। କିନ୍ତୁ ଏଯାଏଁ ଦୁଃଖର କଥା ଯେ 5 ତାରିଖ ଦିନ ଆଉ ମାତ୍ର ରହିଲା 2 ଦିନ ଆଜି କାଲି କୌଣସି ସରକାରୀ ନିଷ୍ପତ୍ତି ଦିଆଯାଇନି ପଞ୍ଚାୟତରାଜ ବ୍ୟବସ୍ଥାରେ ପଞ୍ଚାୟତରାଜ ଦିବସ କିଭଳି ପାଳନ ହେବ ଜିଲ୍ଲାପାଳମାନଙ୍କୁ ଏଯାଏଁ ନିଷ୍ପତ୍ତି କିମ୍ବା ତାର କମ୍ୟୁନିକେସନ୍ କିଛି ଦିଆଯାଇ ନାହିଁ ଯେ ଯୋଗୁଁ ରାଜ୍ୟର ଏଇଟା କ୍ଷୋଭ ଆଣିଛି ଏ ନିର୍ବାଚିତ ଯେଉଁ ପ୍ରତିନିଧିମାନେ ଅଛନ୍ତି ରାଜ୍ୟରେ ଏବଂ ଏ ତେଣୁ ସରକାର ତୁରନ୍ତ ଏ ବିଷୟରେ ନିଷ୍ପତ୍ତି ନେଇକରି ତାକୁ କମ୍ୟୁନିକେସନ୍ କରନ୍ତୁ ଏବଂ ତୁରନ୍ତ ଯେଭଳି ଭାବରେ ତା ଦ୍ୱାରା ପଞ୍ଚାୟତରାଜ ପ୍ରତିନିଧିମାନଙ୍କର ଗାଁ ଗହଳିରେ ଯେଉଁ କ୍ଷୋଭ ତା ଦୂର ହେବ ଏବଂ ବିଜୁବାବୁଙ୍କ ଭଳି ନେତା ଯିଏକି ଦଳମତର ଊର୍ଦ୍ଧ୍ୱରେ ପଞ୍ଚାୟତରାଜ ବ୍ୟବସ୍ଥାର ଯିଏ ଶକ୍ତିଶାଳୀ କରିବାରେ ମହାନ ଭୂମିକା ନେଇଥିଲେ ତାଙ୍କୁ ଯଥାର୍ଥ ସମ୍ମାନ ହେବ। ଆନ୍ଦୋଳନର ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀ ମାର୍ଚ୍ଚ 5 90 ଦଶକରୁ ପଞ୍ଚାୟତରାଜ ଦିବସ ହିସାବରେ ରାଜ୍ୟ ସରକାର ପାଳନ କରି ଆସିଛନ୍ତି ଏବଂ ଏଥିପାଇଁ ଓଡ଼ିଶା ବିଧାନସଭାରେ ମଧ୍ୟ ଏକ ଆକ୍ଟ ହିସାବରେ ଏ ଦିନକୁ ପଞ୍ଚାୟତରାଜ ଦିବସ ଭାବରେ ପାଳନ କରିବା ପାଇଁ ପାରିତ ହୋଇଛି ଏବଂ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯିଏ ବି ସରକାର ଥାଉ ମାର୍ଚ୍ଚ 5କୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କର ମହିଳା ସଶସ୍ତ୍ରୀକରଣଠୁ ଆରମ୍ଭ କରି ଭାରତବର୍ଷର ଅନନ୍ୟ ଜନନାୟକ ଯିଏ ପ୍ରଥମେ କୌଣସି ରାଜ୍ୟ କିମ୍ବା ଦେଶ ଯେତେବେଳେ ମହିଳାମାନଙ୍କ କଥା ଚିନ୍ତା କରିନଥିଲେ ସେ ପ୍ରଥମେ ସ୍ଲୋଗାନ ଦେଇଥିଲେ ଗାଁକୁ କାମ ଏବଂ ମାଆକୁ ସମ୍ମାନ ଏବଂ ତାଙ୍କର ମୂଳମନ୍ତ୍ର ଥିଲା ଯେଉଁଦିନ ପର୍ଯ୍ୟନ୍ତ ମାତୃଶକ୍ତି କି ଆମେ ସ୍ୱାବଲମ୍ବୀ ନ କରିଛୁ ଶାସନ ବ୍ୟବସ୍ଥା ଭିତରେ ନ ଆଣିଛୁ ସେଦିନ ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ହୋଇପାରିବ ନାହିଁ। ଯେଉଁଥିପାଇଁ ଗ୍ରାମ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପଞ୍ଚାୟତରାଜ ବ୍ୟବସ୍ଥାରେ ଭାରତବର୍ଷର ପ୍ରଥମ ଜନନାୟକ ଯିଏ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ 33% ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ ପ୍ରଥମେ ଐତିହାସିକ ନିଷ୍ପତ୍ତି ନେଇଥିଲେ ଯିଏ ଭାରତବର୍ଷର
केवल अगस्ट विप्लवर योद्धा नथिले तीनोटी देशर स्वाधीनता आंदोलन रे जी जीवन को तिल तिल करी दग्ध करथिले ओडिशा को नवनिर्माण रे तांकर भूमिका एवं पंचायत राज व्यवस्था रे महिला मानकर प्रति तांकर जो अवदान ताकू स्मरण करी यही दिवस को पंचायत राज दिवस हिसाब रे जेतेबेले राज्य सरकार पालन करने कथा किंतु दुर्भाग्यर कथा एपर्यंत डबल इंजिन सरकार कौन निष्पत्ति नहीं नाहांती आउ 48 घंटा पर से प्रबाद पुरुषों को किभली भाव रे सम्मान दिया जीवो आमे तथापि आशा रखुचु नवनिर्वाचित सरकार निश्चित भाव रे ए बाबद रे तुरंत पदक्षेप नेबे मार्च 5 को बिजू बाबूंकर जन्म जयंती को पंचायत राज दिवस हिसाब रे तुरंत घोषणा करी गणतांत्रिक जो व्यवस्था प्रति सम्मान प्रदर्शन करेंगे आपण मानक जरिया रे आमर केवल एति कहवा कथा जे सरकार आसीबो सरकार जीवो किंतु जो पूज्य पूजार जो रही परंपरा रही ओडिशा रे से पूज्य पूजार परंपरा व्याहत न हो एति केवल अनुरोध एवं दाबी सहित आम आशा करूँ नूतन सरकार तुरंत ए बाबद विहित पदक्षेप नेबे।